मम्मी आठे सावित्री भार सब आसी ओहो मम्मी देखिल किए बस मामू आसला खाई उठ उठ मामू एना आसले आम मामू आसीगल पहुँचीगल आ सावित्री भार नहीं आस बोधे हाँ सावित्री भार नहीं मामू आसी पहुँचीगले आज आयु जाइए थंडा थंडा भी जाइए हाँ थंडा भी जाइए हाँ बहुत जोर खरा तो साढ़े आज के टाइम है 11:30 है 11:30 है जोर से खरा से खर आसते मामू आ ऊपर ना ना सकाल ओहो कौन केंदी से बाड़े से कंटा बाची आधे हाँ कंटा अच्छी हाँ बाड़ मम्मी आठे सावित्री भार सब आसी ओहो आ देखते एठे सावित्री भार आसी आ कौन हाँ ओहो ओहो आउ ये देखते बीरी ए आसी ताल ताल आउ छणाछणी आठी मिक्सर बिस्कुट मिक्सर सेव हाँ आठी सेव आउ कदली आंब आठी हाँ हाँ ओहो आउ सेपटे देखिए एठे आउ एठे देखिए एठे परिबा आउ एपटे माने एठे सब आंब दी पड़थि ओहो पूरा बड़ बड़ आंब होइछि पूरा पाचि माने पूरा मीठा आंब होइछि हां बा जो गछ होइछि जो देखिछि ना हां 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 बा जो बंध ऊपर ओहो आ एठे बे सपुरी आ एठी आलू आलू हाँ आलू आ पियाज रसुण सब आसी आ लुगा कहीं लुगा लुगा पैसा दबा काम फोन कला मत कला लुगा नेबी ना पैसा न मु कला तू पैसा दे देला ओहो आ सते आ एते सारा बे किना आईची आसी हाँ ओहो आ मामी बे खाई के आसले हेरी खाई सारलणी एते पास सेव आ कोली टाई दिन को आ एडा एमतिया डिल्ला डिल्ला ये सोई सोईगा ये थिला रे आगु कौन कहलु नाई मोले एडा मन को आसी तयारी करथिना माने बिका आइथिला गां को बिका आइथिला भाई रखिले अच्छा स्टांग दी तो खेतरा तो ना सांगे सांगे मदला नाई से आगु थिला सेंती एमति थिला आगु को एडा ओल्ड कोची एलिया हां खाली स्टांग आइले केता से बाकी तो फ्रेंड्स देखी पारे एबे वर्षा पाग को झिपझिप वर्षा पाग को एपटे कौन ना चूड़ा छुंक आपको घोड़े रखीदे आ बारी पटे आउ कौन रोषे चलती देखा आ मम्मी ए कौन चलती रोषे जुजु वर्षा सरला हाँ खाई छड़ पाठ पढ़ा ना ना दीपर शोची नंगा आउ कौन रोषे हो रोषे चूड़ा छुंक करदेली कदली आलू पियाज पकड़ भाजीदेली आउे हूँ रुटी रुटी भी कर ना चाह भी बस शीघ्र कहीं करदेली वर्षा हो हाँ आड़े झुझु वर्षा हो पूरा उदा आरम्भ हो जदि दीटा चुली तो ओदा है उठा घर पड़े आउ एक वर्षा पाखक आउ खाली पकोड़ी छुणा जाता हाँ
ସେଇଠି ମୁଁ ରଖିଛି ସେଠି। ଘୋଡ଼େଇବି ନା ହଁ ଘୋଡ଼େଇ ଯିବା ନା ଘୋଡ଼େଇ ଦେଇଛି ଏଇ ଗ୍ୟାସ୍ ହଁ ପାଖରେ ପୁଣି ଆଉ ଗୋଟେ ଉପମା ହେଇଛି ସୁଜି ଉପମା ପୁଣି କରିଛି ହେଇଛି ସୁଜି ଉପମା। ଥୋଇଛି ସେଠି ଘୋଡ଼େଇକି ଥୋଇଛି। ଓହୋ ଆଉ ଆମେ ସକାଳୁ ସକାଳୁ ଚୁଲି ମୁଣ୍ଡେ କ'ଣ କରୁଛୁ ଏବେ ରୋଷେଇ? ରୋଷେଇ ଚାଲିଛି ଆଉ କ'ଣ କରିବି। ଆଜି କ'ଣ ସବୁ ଆଇଟମ୍ ହେଉଛି ରୋଷେଇ? ଆଇଟମ ନାହିଁ କିଛି। କିଛି ନାହିଁ। ରୁଟି ହେଇଛି ଭଜା। ଏପଟେ ରୁଟି ହେଇଛି ଦେଖିପାରୁଥିବେ ସାଙ୍ଗମାନେ। ଆଉ ଏପଟେ କ'ଣ ଭଜା ଭଜି ବସିଛି। ଭଜା ଭେଣ୍ଡି ଆଳୁ ପିଆଜ। ଓହୋ ଭଜା ହେଇଗଲାଣି ବୋଧେ? ଏ ସାଙ୍ଗେ ସାଙ୍ଗେ ପକେଇଲୁ ହଳଦୀ ଗୁଣ୍ଡ ପକେଇ ଦେଇଛୁ ନା ସାଙ୍ଗେ ସାଙ୍ଗେ ଘୋଡ଼ା ହେଇଥିଲା ବୋଧେ। ଆଉ ତାକୁ ଏବେ ଭଜା ଏବେ ଘୋଡ଼ା ହେଇଗଲା ଏବେ ଭଜା ହେଇଯାଇଛି। ଆଉ ହଁ ୟା ପରେ ପରେ ଦ୍ୱିପହର ପାଇଁ ବି ଖାଇବା କରିଦେବ। ଆଉ ଭାତ ହେଇନି ଆଜି ନା ବୋଲେ ଭାତ ଭଜା ଖାଇଥିବୁ ବୋଲି ରୁଟି ଖାଇବ। ରୁଟି ତ ଖାଇବାକୁ ଇଚ୍ଛା ନୁହଁ ଭାତ ଖାଇବାକୁ ଇଚ୍ଛା। ଖାଇବା ପିଇବା ଆରମ୍ଭ ହେଇଯାଇଛି ଦ୍ୱିପହରଟାରେ। ଆଉ ମୁଁ ଏଠି ସବୁ ଆଜି ହେଉଛି ସାଧା ଗୁରୁବାର ଯେହେତୁ ଅରୁଆ ସବୁ ରନ୍ଧା ହେଇଥିଲା। ଆଉ ଏଠି ବୋଉ କ'ଣ ଗୋଳେଇ ଭାତ ଡାଲମା ଗୋଳେଇ ଦେଇଛନ୍ତି। କ'ଣ ସବୁ ଗୋଳେଇ ଦେଇଛ ଏକାଥରକେ? ଭଲ ବୋଲି ସବୁ ଗୋଳେଇ ଦେଇଛ। ଭାତ ଡାଲମା ଏମିତି ଏକାଥରେ ଗୋଳେଇ ଦେବେ ଖାଇବେ। ଆଉ ଭେଣ୍ଡି ଭଜାକୁ ଖଟା ଆଉ ଏଠି ସେମିତି ଭାତ ତାଙ୍କର ଅଧା ଖିଆ ହେଲାଣି ଆସିକିରି। ଆଉ ମୁଁ ଏତେବେଳକୁ ଆଣିକି ଭିଡ଼ିଓ ମାରୁଛି। ଆମ୍ବ ଖଟାଟା ଓହ୍ଲାଇଛି ଟି। ଆମ୍ବ ଖଟାଟା କିନ୍ତୁ ବହୁତ ଟେଷ୍ଟ ହେଇଛି କହୁଛନ୍ତି। ସାନୁର କିନ୍ତୁ ଆଉ ଗୋଟେ ପାଗ ଫେରିଥିବ କ'ଣ ନା ହେଉଛି ଲଙ୍କା ଆଉ ଲୁଣ ଲେମ୍ବୁଟା ଯେଉଁ ସେଇଗୁଡ଼ାକ ବହୁତ ଟେଷ୍ଟ ଖାଇବାଟା ଦ୍ୱିପହର ଖାଇବା ନା। ଯୋଡ଼େ ଲଙ୍କା ଚକଟିଛୁ ରାଗ ହେଉନି ବୋଲି ନା ଚୋପା ଆଣିକି ଦେଇଥିବୁ ବାବାଙ୍କଠୁ? ବାବାଙ୍କଠୁ ଚୋପା ନେଇ ଆସିଛି। ଚକୁଳି ମଟର ହେଇଯାଇଛି ରାତି ପାଇଁ। ଏଠି ଶିବୁନା ଏଠି ଖାଉଛି ଆଉ ତାଙ୍କ ବାବା ଏଠି ଆସିଲଣି ଖାଇବା ପାଇଁକା। ଖାଇବଟି କୁଆଡ଼େ ଯାଇଥିଲା ତାହେଲେ ଖାଇବାକୁ? ଖାଲି ତ ବୁଲିବାକୁ ପଳାଉଛନ୍ତି ଖାଲି ଆଉ। ଗାଡ଼ି ଥୋଇ ଯାଇଥିଲା। ହଉ ସରି। ଆଉ ଏଠି ନାନୀ ଏଠି ଖାଉଛନ୍ତି ଏଠି। ବୁଲିବ ଖାଇବ ଘରେ ଆଉ ବେରଣ୍ଡା ବସିଆନି ଦୁଃଖ ସୁଖ ନାହିଁ। ନାଇଁ ଗାଡ଼ି ଥୋଇବାକୁ ଯାଇଥିଲି। ଗାଡ଼ି ଥୋଇଦେଲା ଗାଡ଼ି ଥୋଇବାକୁ ଯାଇଥିଲି। ମୁଁ କେମିତି ଜାଣିଲି? ମୁଁ ଆସିବାକୁ ନାହିଁ। ଚକୁଳି ଆଉ ମଟର ହେଇଥିଲା। ସେ ଖାଇନି। ହଁ ଖାଇନାହାନ୍ତି ଖାଇବେ ଆଉ। ଖାଇବୁ ବୋଉ ବି ଖାଇବେ ଏଠି। ତାଙ୍କୁ ମଟର ତରକାରୀ ଭଲ ନହେଲେ ଡାଲମା ତାଙ୍କ ପିଞ୍ଜା ହେଇଛି। ଡାଲମା ଖାଇବେ। ଆମେ ଥାଳି ଖାଲି କରିଦିଏ ସେମିତି କରିକି ଆଣିକି ଏଠି। ଆଉ ସାନୁ ଏଠି ଖାଇକି ଚାଲନ୍ତୁ ଦେଖିବ ସେ କ'ଣ କରୁଛି। 10ଟା ରାତି ହେଇଗଲା ବୋଲି ସିଏ ଶୋଇପଡ଼ିଲାଣି ଏଠି। ସାନୁ ଏଠି ନିଦ ନାଇଁ ରେ ବାବାକୁ ନିଦ ହେଇନି। ଆଉ ଏଠି ସେମାନେ ଖାଇବେ। ସେ ଘରେ ବାପ ପୁଅ ବସିକି ଖାଇବେ। ଖାଉଛ ସବୁ? ନାନୀ ହେଲା ରାତିରେ ହେଉଛନ୍ତି ପୁରାଣ କଥା କହୁଛନ୍ତି। ଆଉ ମୁଁ ତ ଶୁଣିନି କେଉଁ ବିଷୟରେ କହୁଛନ୍ତି। ଏଠି କହୁଛନ୍ତି ସେ ବସିକି ଶୁଣୁଛନ୍ତି। ନାନୀ ଏଠି ଶୋଇକିରି ବି କହୁଛନ୍ତି। ତମ ବାହାର ଚୁଟି ହେଲା ଇଏ ତୋର ବର ବେଶ ହେଇକି ଆଇଛି। ଆସିଲା ପରେ ଅଧା ଅଛନ୍ତି ପଚାରିଲେ ମୋତେ ରାଗିବି ନା। ନାନୀ କାହା ବିଷୟରେ କହୁଛ? ବିକ୍ରମାଦିତ୍ୟଙ୍କ ବିଷୟରେ କହୁଛି। ବିକ୍ରମାଦିତ୍ୟ ରାଜାଙ୍କ ବିଷୟରେ କହୁଛି। ଓହୋ ସେଠୁ ସଙ୍ଗୀଲକ୍ଷ୍ମୀ କଳି। ଏଇଟା ରାତି ହେଲେ ଶୋଇବନି? ହଁ ଶୋଇବି। ସେଠୁ ସେ କ'ଣ କରନ୍ତି ଶୁଣୁଛନ୍ତି। ବର ବେଶ ହେଇକିରି ଗଲେ। ବର ବେଶ ହେଇକି ରୋଷଣୀ ବାଜିଲା ଗଲେ ବାହାରେ ଚିହ୍ନି ପାଇଲେନି କି ରାଜା ବିକ୍ରମାଦିତ୍ୟକୁ ଚିହ୍ନି ପାଇଲେନି। ସିଏ ଖୁବ୍ ସୁନ୍ଦର। ସେଠୁ ବାହାର ହେଲା। ବାହାର ସରିଲା ପରେ ସେଠୁ ଯେତେବେଳେ ବାଟ ବନେଇବେ ତାଙ୍କ ମାନେ ଘରକୁ ଫେରନ୍ତି ସେତିକି ବେଳେ ସେ ଯେଉଁ ପୂଜା ରାଜା ଯିଏ ସିଏ ଘରକୁ ଗଲା। ଶୁଣ ମୋର କ'ଣ ରୋହି ଆସିଗଲା ଦେଶୀ ରୋହି ଆସିଯାଇଛି। ଆଜି ଭାକୁର ବି ନାହିଁ। ଆଜି ଖାଲି ରୋହି ଆଣିକି ଆସିଲା। ପୋକୁଳି ନାହିଁ ଚିଙ୍ଗୁଡ଼ି ନାହିଁ ରୋହି ହିଁ ରୋହି ଆଜି ଅଛି ରୋହି। ଚାଲନ୍ତୁ ଦେଖିବା ଟ୍ରେ ଭିତରେ କେତେ ରୋହି ମାଛ ଆସିଛି। ଆଉ ସବୁ ବଡ଼ ବଡ଼ ଯାହା ହେଲେ ହେଇଛି ନା 25 କେଜି 25 କେଜି। ଆଜି ବଡ଼ ବଡ଼ ରୋହି ଆସିଛି ନା। ଆଜି ଖରା ପ୍ରବଳ ହେଲାଣି ବା। କାଲି ହେଇଥିଲା ଖରା ଆଜି ବି ସେମିତି ଖରା ହେଲାଣି। ଜଲ୍ଦି କ'ଣ ଦେବା କଥା ମାଛ ଫାଛ ଦେଇଦିଅ ରୋଷେଇ କରିଦିଅ ଜଲ୍ଦି। ନହେଲେ ନାହିଁ ଲେଟ୍ ହେଲେ ମୁଁ ରୋଷେଇ କରିବାର ନାହିଁ ହେଲା। ହଁ କ'ଣ ଆମ୍ବ ଆଣିକି ଆସିଲାଣି ବୋଉ କୁଆଡ଼ୁ ଯାଇକିରି। ଆମ୍ବ କେଉଁଠୁ ଆଣିଲା? ପଡ଼ିଥିଲା ରୋଡ଼ ତ ଚପଲ କୋଉଟା ନେଇଗଲା କୁକୁର ଯେ ଖୋଜି ଆଇଲି। ଚପଲ କୁକୁର ନେଇଗଲା। କେଉଁଠୁ ହେଇଥିଲା କି ଚପଲ? ଏମିତି କୁକୁର ନେଇଗଲା। ପଟେ ଅଛି ଆଉ ହଁ ପଟେ ଅଛି ଆଉ ପଟେ ନାହିଁ। କୁଆଡ଼େ ନେଇଯାଇଛି କୁକୁର? କେମିତି ପଟେ ଚପଲ ନେଇଯାଉଛି କହିଲ?
ଆସ ଆଉ ମମି ଏବେ ସକାଳୁ ସକାଳୁ କ'ଣ ଚାଲିଛି ଏବେ ପିଠା? ପିଠା ଚାଲିଛି ଆଉ ଚକୁଳି ପିଠା ଆଉ ହଉଛି ଭଜା ହେଇଯାଇଛି ଏଠି। ରୋଷେଇ ପାଇଁ ଏବେ ପିଠା ଚାଲିଛି, ଏବେ ଚକୁଳି ପିଠା ଚାଲିଛି ଯେମିତି ହେଉଛି ଏବେ। ଆଉ ଏବେ ଭଜା ହେଇଛି ଆଳୁ ଭଜା। ଓହୋ। କାଲି ଯେତିକି ପିଠା ଖାଇଥିଲା ଆଉ ଆଜି ଶୁଖିଯିବ, ଯେତିକି କରିବୁ ସେତିକି ଖାଇବୁ। ହଁ, ସେତିକି ତ ନହେଲେ ବେକାର କାହିଁ ବହୁତ କରିବୁ, ଶୁଖିଯିବ। ଶୁଖିଗଲେ ପୁଣି ଖାଇବାକୁ ଇଚ୍ଛା ହବନି ନା। ଶୁଖିବାକୁ ଭଲ ହବନି। ମୋର ମୋଟାଟା ଦରକାର, ମୋଟାଟା କରିବି। ଆଉ ମା ଆଉ ମା ଏଠି କ'ଣ ଖାଉଛୁ ଏବେ? ଚା ଚୁଡ଼ା ଖାଉଛ? ଚା ଚୁଡ଼ା ନୁହଁ ତ ଚା ଚା ପିଠା ଭଜା ପିଠା। ଆଉ ମା ତୁ ବି ସେ ଖାଉଛୁ ନା? ନାଲିଆ ନାଲିଆ ନାଲି ହେଇଛି କେଜାଣି ମୁଁ ଜାଣିନି। ନାଲି ନାଲି ପକେଇ ଦେ ଚାରେ କଣ ମାଲପା ଫାଲପା ଥୋଇଦେବୁ କି? ସେ ହେଇଛି ମାଲପୁଆ ମିଠା ଲାଗିଛି ବୋଧେ। ମିଠା ଲାଗିଛି ତା ଦେହରେ ଉପରେ ଆଉ। ଆଉ ଏବେ ଖାଇବା ପାଇଁ ସବୁ ହେଉଛି, ଏବେ ଭଜା ଭଜି ହେଇଛି ଆଉ ଏବେ ପିଠା ହେଉଛି। ହଁ ମୁଁ ଖାଉଛି। ହଁ ଯାଉଛି।